ଆଉ ତମେ ଏ ବିଷୟ କହିବାକୁ ମୋ ପାଖରେ କିଛି ବାକ୍ୟ ବି ନାହିଁ। ସେ ଥିଲା ଯେମିତି ବର୍ତ୍ତମାନ ଆମ ପାଖରେ ନଥିଲେ ବି ସେ ସେମିତି ସବୁଦିନ ପାଇଁ ସେ ଚିର ଅମର ହେଇକି ରହିବ। କାରଣ ଉତ୍ତମ ଭାଇ ଭଳିଆ ଲୋକ ମିଳିବା ବହୁତ କଷ୍ଟ। କାରଣ ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ସେ ସମ୍ପର୍କକୁ ମୁଁ ଜମା ଭୁଲି ପାରିବିନି କି କେବେ ବି ତାଙ୍କୁ ମନରୁ ତାଙ୍କୁ ଲିଭେଇ ପାରିବିନି। ତେଣୁ ମୋର ନୁହେଁ, ଆଜିକାଲି ସମସ୍ତଙ୍କର ମାନେ ଲୋକ ବଞ୍ଚିଥିବା ଲୋକମାନେ କହନ୍ତି ହେ ସେ ଲୋକଟା ବାଗ ଲୋକଟା ନୁହେଁ, ଯେ ଲୋକଟା ନୁହେଁ। କିନ୍ତୁ ଉତ୍ତମ ଭାଇ ଗୋଟିଏ ଲୋକ ଯିଏକି ସେ ବଞ୍ଚିଥିଲା ବେଳେ ଲୋକମାନେ ଭଲ ପାଉଥିଲେ। ସେ ଆଜି ଆମ ଗ୍ରହଣରେ ନାହିଁ, ତଥାପି ମଧ୍ୟ ଲୋକମାନେ ତାକୁ ଝୁରୁଛନ୍ତି। ତେଣୁ ଉତ୍ତମ ଭାଇ ମହାନ, ସେ ତ ଉତ୍ତମ ନୁହେଁ ସର୍ବୋତ୍ତମ। ଆଉ ତମେ ଏ ବିଷୟ କହିବାକୁ ମୋ ପାଖରେ କିଛି ବାକ୍ୟ ବି ନାହିଁ। ସେ ଥିଲା ଯେମିତି ବର୍ତ୍ତମାନ ଆମ ପାଖରେ ନଥିଲେ ବି ସେ ସେମିତି ସବୁଦିନ ପାଇଁ ସେ ଚିର ଅମର ହେଇକି ରହିବ। କାରଣ ଉତ୍ତମ ଭାଇ ଭଳିଆ ଲୋକ ମିଳିବା ବହୁତ କଷ୍ଟ। କାରଣ ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ସେ ସମ୍ପର୍କକୁ ମୁଁ ଜମା ଭୁଲି ପାରିବିନି କି କେବେ ବି ତାଙ୍କୁ ମନରୁ ତାଙ୍କୁ ଲିଭେଇ ପାରିବିନି। ତେଣୁ ମୋର ନୁହେଁ, ଆଜିକାଲି ସମସ୍ତଙ୍କର ମାନେ ଲୋକ ବଞ୍ଚିଥିବା ଲୋକମାନେ କହନ୍ତି ହେ ସେ ଲୋକଟା ବାଗ ଲୋକଟା ନୁହେଁ, ଯେ ଲୋକଟା ନୁହେଁ। କିନ୍ତୁ ଉତ୍ତମ ଭାଇ ଗୋଟିଏ ଲୋକ ଯିଏକି ସେ ବଞ୍ଚିଥିଲା ବେଳେ ଲୋକମାନେ ଭଲ ପାଉଥିଲେ। ସେ ଆଜି ଆମ ଗ୍ରହଣରେ ନାହିଁ, ତଥାପି ମଧ୍ୟ ଲୋକମାନେ ତାକୁ ଝୁରୁଛନ୍ତି। ତେଣୁ ଉତ୍ତମ ଭାଇ ମହାନ, ସେ ତ ଉତ୍ତମ ନୁହେଁ। ଆଉ ତମେ ଏ ବିଷୟ କହିବାକୁ ମୋ ପାଖରେ କିଛି ବାକ୍ୟ ବି ନାହିଁ। ସେ ଥିଲା ଯେମିତି ବର୍ତ୍ତମାନ ଆମ ପାଖରେ ନଥିଲେ ବି ସେ ସେମିତି ସବୁଦିନ ପାଇଁ ସେ ଚିର ଅମର ହେଇକି ରହିବ। କାରଣ ଉତ୍ତମ ଭାଇ ଭଳିଆ ଲୋକ ମିଳିବା ବହୁତ କଷ୍ଟ। କାରଣ ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ସେ ସମ୍ପର୍କକୁ ମୁଁ ଜମା ଭୁଲି ପାରିବିନି କି କେବେ ବି ତାଙ୍କୁ ମନରୁ ତାଙ୍କୁ ଲିଭେଇ ପାରିବିନି। ତେଣୁ ମୋର ନୁହେଁ, ଆଜିକାଲି ସମସ୍ତଙ୍କର ମାନେ ଲୋକ ବଞ୍ଚିଥିବା ଲୋକମାନେ କହନ୍ତି ହେ ସେ ଲୋକଟା ବାଗ ଲୋକଟା ନୁହେଁ, ଯେ ଲୋକଟା ନୁହେଁ। କିନ୍ତୁ ଉତ୍ତମ ଭାଇ ଗୋଟିଏ ଲୋକ ଯିଏକି ସେ ବଞ୍ଚିଥିଲା ବେଳେ ଲୋକମାନେ ଭଲ ପାଉଥିଲେ। ସେ ଆଜି ଆମ ଗ୍ରହଣରେ ନାହିଁ, ତଥାପି ମଧ୍ୟ ଲୋକମାନେ ତାକୁ ଝୁରୁଛନ୍ତି। ତେଣୁ ଉତ୍ତମ ଭାଇ ମହାନ, ସେ ତ ଉତ୍ତମ ନୁହେଁ ସର୍ବୋତ୍ତମ। ଆଉ ତମେ ଏ ବିଷୟ କହିବାକୁ ମୋ ପାଖରେ କିଛି ବାକ୍ୟ ବି ନାହିଁ। ସେ ଥିଲା ଯେମିତି ବର୍ତ୍ତମାନ ଆମ ପାଖରେ ନଥିଲେ ବି ସେ ସେମିତି ସବୁଦିନ ପାଇଁ ସେ ଚିର ଅମର ହେଇକି ରହିବ। କାରଣ ଉତ୍ତମ ଭାଇ ଭଳିଆ ଲୋକ ମିଳିବା ବହୁତ କଷ୍ଟ। କାରଣ ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ସେ ସମ୍ପର୍କକୁ ମୁଁ ଜମା ଭୁଲି ପାରିବିନି କି କେବେ ବି ତାଙ୍କୁ ମନରୁ ତାଙ୍କୁ ଲିଭେଇ ପାରିବିନି। ତେଣୁ ମୋର ନୁହେଁ, ଆଜିକାଲି ସମସ୍ତଙ୍କର ମାନେ ଲୋକ ବଞ୍ଚିଥିବା ଲୋକମାନେ କହନ୍ତି ହେ ସେ ଲୋକଟା ବାଗ ଲୋକଟା ନୁହେଁ, ଯେ ଲୋକଟା ନୁହେଁ। କିନ୍ତୁ ଉତ୍ତମ ଭାଇ ଗୋଟିଏ ଲୋକ ଯିଏକି ସେ ବଞ୍ଚିଥିଲା ବେଳେ ଲୋକମାନେ ଭଲ ପାଉଥିଲେ। ସେ ଆଜି ଆମ ଗ୍ରହଣରେ ନାହିଁ, ତଥାପି ମଧ୍ୟ ଲୋକମାନେ ତାକୁ ଝୁରୁଛନ୍ତି। ତେଣୁ ଉତ୍ତମ ଭାଇ ମହାନ, ସେ ତ ଉତ୍ତମ ନୁହେଁ ସର୍ବୋତ୍ତମ। ଆଉ ତମେ ଏ ବିଷୟ କହିବାକୁ ମୋ ପାଖରେ କିଛି ବାକ୍ୟ ବି ନାହିଁ। ସେ ଥିଲା ଯେମିତି ବର୍ତ୍ତମାନ ଆମ ପାଖରେ ନଥିଲେ ବି ସେ ସେମିତି ସବୁଦିନ ପାଇଁ ସେ ଚିର ଅମର ହେଇକି ରହିବ। କାରଣ ଉତ୍ତମ ଭାଇ ଭଳିଆ ଲୋକ ମିଳିବା ବହୁତ କଷ୍ଟ। କାରଣ ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ସେ ସମ୍ପର୍କକୁ ମୁଁ ଜମା ଭୁଲି ପାରିବିନି କି କେବେ ବି ତାଙ୍କୁ ମନରୁ ତାଙ୍କୁ ଲିଭେଇ ପାରିବିନି। ତେଣୁ ମୋର ନୁହେଁ, ଆଜିକାଲି ସମସ୍ତଙ୍କର ମାନେ ଲୋକ ବଞ୍ଚିଥିବା ଲୋକମାନେ କହନ୍ତି ହେ ସେ ଲୋକଟା ବାଗ ଲୋକଟା ନୁହେଁ, ଯେ ଲୋକଟା ନୁହେଁ। କିନ୍ତୁ ଉତ୍ତମ ଭାଇ ଗୋଟିଏ ଲୋକ ଯିଏକି ସେ ବଞ୍ଚିଥିଲା ବେଳେ ଲୋକମାନେ ଭଲ ପାଉଥିଲେ। ସେ ଆଜି ଆମ ଗ୍ରହଣରେ ନାହିଁ, ତଥାପି ମଧ୍ୟ ଲୋକମାନେ ତାକୁ ଝୁରୁଛନ୍ତି। ତେଣୁ ଉତ୍ତମ ଭାଇ ମହାନ, ସେ ତ ଉତ୍ତମ ନୁହେଁ ସର୍ବୋତ୍ତମ।